ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ସାବିତ୍ରୀ ବ୍ରତ ପାଳନ ନିୟମ, ଏହା ହେଉଛି ଭାଗ 2। ପୂର୍ବରୁ ଭାଗ 1 ଅପଲୋଡ଼ କରାଯାଇଛି, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। 1 ନମ୍ବର, ସାବିତ୍ରୀ ବ୍ରତରେ କେତେ ଗଣ୍ଠି କାହା ନାମରେ ପକାଯାଏ? ସାବିତ୍ରୀ ବ୍ରତ କଥା ବହି ଅନୁସାରେ ସାବିତ୍ରୀ ବ୍ରତରେ 7ଟି ଗଣ୍ଠି ପକାଯାଏ। ଏହି ବ୍ରତ ମା ସାବିତ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥିଲେ, ତେଣୁ ଲକ୍ଷ୍ମୀ ନାରାୟଣଙ୍କ ନାମରେ 7ଟି ଗଣ୍ଠି ସାବିତ୍ରୀ ବ୍ରତରେ ପକାଇ ପାରିବେ। ନହେଲେ ଦେବୀ ସାବିତ୍ରୀଙ୍କ ନାମରେ 7ଟି ଗଣ୍ଠି ପକାଇ ବ୍ରତକୁ ଡାହାଣ ହାତରେ ଧାରଣ କରିବେ। କେଉଁମାନେ? ସଧବା ନାରୀମାନେ। 2 ନମ୍ବର, ସାବିତ୍ରୀ ବ୍ରତରେ କ'ଣ ଖାଇପାରିବେ? କ୍ଷୀର, ଦହି, ଛେନା, ମାଙ୍କ ପାଖରେ ପୂଜା ହୋଇଥିବା ଫଳମୂଳ, ପଇଡ଼ ପାଣି, ଶାଗୁ, ମିଶ୍ରି, ଲେମ୍ବୁ ମିଶ୍ରି, ଗଜାମୁଗ ଏହିସବୁ ଖାଇପାରିବେ। କିନ୍ତୁ ଏଠି ରୋଷେଇ ହୋଇଥିବା, ରନ୍ଧା ହୋଇଥିବା ଖାଦ୍ୟ ଖାଇବା ମନା। 3 ନମ୍ବର, ଚଳିତ ବର୍ଷ ନୂଆ ସାବିତ୍ରୀ ବ୍ରତ କରିପାରିବେ କି ନାହିଁ? ଯେଉଁମାନେ ନୂଆ ବିବାହ କରିଛନ୍ତି ସେଇମାନଙ୍କ କଥା କୁହାଯାଇଛି। ଯେଉଁମାନେ ନୂଆ ବିବାହ କରିଛନ୍ତି, ନୂଆ ବୋହୂମାନେ ପ୍ରଥମ ଥର ବ୍ରତ କରିପାରିବେ। କିନ୍ତୁ ପ୍ରଥମ ଯଦି କରିବା ସମୟରେ ଛୁତକ, ମୃତକ କିମ୍ବା ମାସିକ ଧର୍ମ ପଡ଼ିଥାଏ, ତାହେଲେ ତା ପର ବର୍ଷ ବ୍ରତ କଲେ ଭଲ ହେବ। କିନ୍ତୁ ଯଦି ଏହି 3ଟି ଜିନିଷ ହୋଇଥାଏ ସେହି ସମୟରେ, ତାହେଲେ ଏହି ବ୍ରତ କରିବା ଉଚିତ ନୁହେଁ। 4 ନମ୍ବର, ବିବାହ ହୋଇନଥିଲେ ସାବିତ୍ରୀ ବ୍ରତ କରିପାରିବେ କି ନାହିଁ? ବାହାଘର ହୋଇନଥିଲେ ଅର୍ଥାତ୍ ବିବାହ ହୋଇନଥିଲେ ସାବିତ୍ରୀ ବ୍ରତ କରିବା ଉଚିତ ନୁହେଁ। 5 ନମ୍ବର, ସାବିତ୍ରୀ ବ୍ରତ ଘରେ ନା ମନ୍ଦିରରେ କରିବା ଉଚିତ? ସାବିତ୍ରୀ ବ୍ରତ ଘରେ ବା ମନ୍ଦିରରେ ହୋଇପାରିବ। ଘରେ ଶିଳରେ ହଳଦୀ, କଉଡ଼ିରେ ମାଙ୍କ ପ୍ରତିମା ତିଆରି କରି କିମ୍ବା ଘଟ ସ୍ଥାପନ କରି, ପଇଡ଼ରେ ମାଙ୍କ ପ୍ରତିମା ତିଆରି କରି ବ୍ରତ କରିପାରିବେ। ଲକ୍ଷ୍ମୀନାରାୟଣଙ୍କ ମନ୍ଦିର, ଶିବ ପାର୍ବତୀଙ୍କ ମନ୍ଦିରରେ ସାବିତ୍ରୀ ବ୍ରତ କରିପାରିବେ। ବଟ ଗଛ ମୂଳରେ, ବର ଗଛ ମୂଳରେ ସାବିତ୍ରୀ ବ୍ରତ ପୂଜା କରିପାରିବେ। 6 ନମ୍ବର, ସାବିତ୍ରୀଙ୍କ ବ୍ରତରେ କେଉଁ କେଉଁ ଫଳ ଭୋଗ ଲାଗିବା ଉଚିତ? ସାବିତ୍ରୀ ବ୍ରତ ଯେହେତୁ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ, ଜ୍ୟେଷ୍ଠ ମାସରେ ଯାହା ସବୁ ଫଳ ଓ ଯେମିତିକି ଆମ୍ବ, ପଣସ, ଲିଚୁ, ତରଭୁଜ, ସପୁରୀ, ଖଜୁରୀ ଇତ୍ୟାଦି ପୂଜା କରିପାରିବେ। ଏହିସବୁ ଫଳ ବ୍ୟତୀତ ଆପଣ ସେଓ, ଅଙ୍ଗୁରୁ, କଦଳୀ, କମଳା, ନାସପାତି ଇତ୍ୟାଦି ଫଳ ମଧ୍ୟ ଭୋଗ କରିପାରିବେ। ତା ସହିତ ଭିଜେଇଥିବା ମୁଗ, ଛେନା, ଗୁଡ଼ ମଧ୍ୟ ଭୋଗରେ ଲଗେଇ ପାରିବେ। 7 ନମ୍ବର, ଗର୍ଭବତୀ ମହିଳାମାନେ ବ୍ରତ କରିବେ କି ନାହିଁ? ଶାସ୍ତ୍ର ଅନୁସାରେ ଗର୍ଭସ୍ଥ ଶିଶୁକୁ କଷ୍ଟ ଦେଇ ସାବିତ୍ରୀ ବ୍ରତ କିମ୍ବା କୌଣସି ବ୍ରତ କରିବା ଉଚିତ ନୁହେଁ। ଖାଇ ପିଇ ବ୍ରତ କରିପାରିବେ।
ଉପବାସ ରହି କରିବା ଉଚିତ ନୁହେଁ। ପରଟା, ଉପମା, ପୁରୀ, ତରକାରୀ ବିନା ପିଆଜ ରସୁଣରେ ଖାଇପାରିବେ। ଉଷୁନା ଓ ଆମିଷ ଖାଇବେ ନାହିଁ। କିନ୍ତୁ ଏଠାରେ କୁହାଯାଇଛି ଯେ ରୋଷେଇ ବା ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହଁ, କିନ୍ତୁ କେବଳ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯାଇପାରିବ ବା ଉପଯୋଗ ହୋଇପାରିବ। 8 ନମ୍ବର, ସାବିତ୍ରୀ ବ୍ରତ କିପରି କରିବେ? ବଜାରରେ ଯେଉଁ ଚଟି ବହି ମିଳୁଛି ସାବିତ୍ରୀ ବ୍ରତ କଥା, ଯେଉଁ ବହିକୁ ପଢ଼ି ନାରୀମାନେ ପୂଜା କରନ୍ତି, ସେହି ଚଟି ବହିର ଶେଷ ପୃଷ୍ଠାରେ ଲେଖା ଅଛି ଯେ 7 ଘିଅ ସୂତା ହଳଦିଆ ରଙ୍ଗର ବ୍ରତକୁ ପୂଜା କରାଯାଏ। ହଳଦିଆ ବ୍ରତ ନଥିଲେ ନାଲି ରଙ୍ଗର ବ୍ରତ ମଧ୍ୟ ପୂଜା କରିପାରିବେ। ଆଉ ବିଭିନ୍ନ ପ୍ରକାର ଫଳମୂଳ ଆଣି ବ୍ରାହ୍ମଣ ଡାକି ପୂଜା ବିଧି ଅନୁସାରେ ପୂଜା କଲେ ମଙ୍ଗଳ ହୋଇଥାଏ। ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।